ଆଜ୍ଞା ନମସ୍କାର। ଆମେମାନେ ଆସିକି ପହଞ୍ଚି ଯାଇଛୁ କଣ୍ଟିଲୋ ନୀଳମାଧବ ମନ୍ଦିରରେ। ଦେଖିପାରୁଥିବେ ଭକ୍ତଙ୍କର କେତେ ସୁନ୍ଦର ଭାବରେ ଗହଳି ହେଇଛି। ଆଉ ମୁଁ ଆପଣମାନଙ୍କୁ ଆଜି ଗୋଟେ ସୁନ୍ଦର ଷ୍ଟୋରି କହିବି ନୀଳମାଧବଙ୍କ ବିଷୟରେ। ନୀଳମାଧବ ଏହି ସ୍ଥାନରେ ଗୋଟେ ପଥରର ଗୁମ୍ଫା ଭିତରେ ରହିଥିଲେ। ତ ତାଙ୍କୁ ସନ୍ଧାନ କରିକି ପାଇଥିଲେ ଲଳିତାଙ୍କ ପିତା। ସେ ତାଙ୍କୁ ପୂଜା କରୁଥିଲେ ନୀଳମାଧବଙ୍କୁ। ଏଇଟା ନୀଳମାଧବ କଣ୍ଟିଲୋ ନୀଳମାଧବକୁ କି ଆମେ ପ୍ରଥମ ପୁରୀ ବି ବୋଲି କହିପାରିବା। ତ ବିଦ୍ୟାପତିଙ୍କୁ ରାଜା ପଠାଇଥିଲେ, ଯାଅ ତମେ ଠାକୁରଙ୍କ ସନ୍ଧାନରେ। ସିଏ ଆସିଥିଲେ ଆଉ ଲଳିତାଙ୍କ ସାଙ୍ଗେ ତାଙ୍କର ଭେଟ ହୋଇଥିଲା ଏଇ ବଣରେ। ସେ ଲଳିତାଙ୍କୁ ବିବାହ କରିଥିଲେ କେବଳ ଠାକୁରଙ୍କୁ ମାନେ ସନ୍ଧାନ ପାଇବା ପାଇଁ। ଲଳିତାଙ୍କ ବାପା ତାଙ୍କୁ ନେଇକି ଯାଇଥିଲେ ଠାକୁରଙ୍କ ପାଖକୁ। ଆଖିରେ ଅନ୍ଧପୁଟୁଳି ବାନ୍ଧିକି ସେ ସୋରିଷ ସବୁ ବୁଣି ବୁଣି ସେଇ ମାର୍ଗରେ ଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ସମସ୍ତଙ୍କୁ ନ ଜଣେଇକି ଏକୁଟିଆ ଯାଇଥିଲେ ଠାକୁରଙ୍କୁ ନେଇଯିବେ ରାଜାଙ୍କ ପାଖକୁ ବୋଲି। କିନ୍ତୁ ଠାକୁର ତାଙ୍କୁ ଶୂନ୍ୟରେ ଆସି ପାଣି ଦେଇଥିଲେ ଯେ ତୁ ଏତେ ବଡ଼ ଦାରୁ ବ୍ରହ୍ମକୁ ତୁ ନେଇପାରିବୁନି ନିଜେ, ତ ତୁ ଚାଲେ, ମୁଁ କଳିଯୁଗରେ ଭାସି ଭାସି ଯିବି ଦାରୁ ବ୍ରହ୍ମ ରୂପରେ, ବାଙ୍କି ମୁହାଣରେ ଯାଇ ଲାଗିବି। ଆଉ ସେଠାରୁ ମୋତେ ଆସିକି ନିଆଁ ହେବ। ଆଉ ମୁଁ ନିଜେ ହିଁ ଯାଇକି ମୋର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମୂର୍ତ୍ତି ମୁଁ ନିଜେ ଗଢ଼ିବି। ତ ଏଇ ଖବର ବିଦ୍ୟାପତି ଯାଇ ରାଜାଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ଆଉ ଏବେ କଳିଯୁଗରେ ଆମର ଶ୍ରୀ ଜଗନ୍ନାଥ ମନ୍ଦିରରେ ଠାକୁର